ଯେତେ ଥର ବି ଆଇସ୍କ୍ରିମ୍ ଖାଆନ୍ତୁ ଖରା ଦିନ ମାନେ ସବୁବେଳେ ଖାଇବାକୁ ଥଣ୍ଡା ଇଚ୍ଛା ହୁଏ। ତ ସେଥିପାଇଁ ଘରକୁ ମ୍ୟାଙ୍ଗୋ ଆସିଥିଲା। ତ 2ଟି ମ୍ୟାଙ୍ଗୋକୁ ମୁଁ ଏଇଠି ନେଇଥିଲି ମ୍ୟାଙ୍ଗୋ ଆଇସ୍କ୍ରିମ୍ କରିବା ପାଇଁ। ତ ମୁଁ ତା'ର ଚୋପା ଛଡ଼େଇକି ତା'ର ରସ ବାହାର କରିନେଇଥିଲି। 2 କପ୍ କ୍ଷୀର ଫୁଟେଇ ପୁରା 1 କପ୍ କରିନେବେ। ତାପରେ ମୁଁ ଏଇଠି ତା'ର 1 ଚାମଚ ଚିନି ଆଡ଼୍ କରିଥିଲି, 1 ଚାମଚ ଦହି ଆଉ ଗୁଜୁରାତିକୁ ଚୁନା କରିକି ମୁଁ ଏଇଠି ଆଡ଼୍ କରିଥିଲି ଫ୍ଲେଭର୍ ପାଇଁ। ଆପଣ ଯେଉଁ ଫ୍ଲେଭର୍ ପସନ୍ଦ ଆପଣ ଦେଇପାରିବେ। ତାପରେ କ୍ଷୀରଟା ଆଡ଼୍ କଲା ପରେ ମୁଁ ଏଇଟାକୁ ଗ୍ରାଇଣ୍ଡିଙ୍ଗ କରିନେଲି। ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ତା'ର ଷ୍ଟ୍ରକ୍ଚରଟା ଏମିତି ରହିବ, ନା ମୋଟା ରହିବ ନା ପତଲା ରହିବ, ମିଡ଼ିୟମ୍ ରହିଲେ ଆଇସ୍କ୍ରିମ୍ଟା ବହୁତ ଭଲ ହେବ। ତାପରେ ମୁଁ ଆଇସ୍କ୍ରିମ୍ ଟ୍ରେରେ ଆକୁ ସବୁ ଭରିଦେବି। ସେତିକି ସମୟ ଭିତରେ ଯଦି ଆପଣ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗିବ ତାହେଲେ ଲାଇକ୍ଟା ଗୋଟେ ନିଶ୍ଚିତ କରିବେ। ତାପରେ ଏଇଟାକୁ ଟିକେ ତଳେ ଆମେ ବାଡ଼େଇଦେବା ଯେମିତିକି ବବଲ୍ସ କିଛି ରହିବନି। ତାପରେ ତା'ର କ୍ୟାପ୍ ସବୁ ଦେଇଦେବା। କ୍ୟାପ୍ ଦେଇସାରିଲା ପରେ ଆମେ ଏଇଟାକୁ ଷ୍ଟୋର୍ କରିନେବା ଫ୍ରିଜ୍ରେ। ତ ଚାଲନ୍ତୁ ଏଇଟା ଫ୍ରିଜ୍ରେ ଷ୍ଟୋର୍ କରିବା 12ରୁ 15 ଘଣ୍ଟା ମିନିମମ୍ ଷ୍ଟୋର୍ କରିବା, ଅଧିକ ଷ୍ଟୋର୍ କଲେ ବି ଭଲ। ତ ଏଇଟାକୁ ମୁଁ ଫ୍ରିଜ୍ରେ ଷ୍ଟୋର୍ କରିନେଲି। ମିନିମମ୍ 15 ଘଣ୍ଟା ଷ୍ଟୋର୍ କରିନେବେ। ଆଉ 15 ଘଣ୍ଟା ପରେ ଦେଖିବେ ଆପଣଙ୍କର ଆଇସ୍କ୍ରିମ୍ ପୁରା ରେଡ଼ି ହେଇଯାଇଥିବ। ନେକ୍ସଟ ଡେରେ ମୁଁ ଦେଖିଲି ଆଇସ୍କ୍ରିମ୍ ପୁରା ରେଡ଼ି ହେଇଯାଇଛି। ଦେଖନ୍ତୁ ଆପଣ ନିଜେ କେମିତି ହେଇଛି, ବହୁତ ସୁନ୍ଦର ଦେଖାହେଉଛି ଆଉ ବହୁତ ସୁନ୍ଦର ହେଇଛି। ଫ୍ରିଜ୍ରୁ ବାହାର କରିସାରିଲା ପରେ ତ ମୁଁ ତା'ର କ୍ୟାପ୍ ଖୋଲିଥିଲି। ଦେଖନ୍ତୁ ଦେଖାଯାଉଛି ତ ବହୁତ ସୁନ୍ଦର, ଆଉ କଲର୍ ସହିତ ଆଇସ୍କ୍ରିମ୍ର ଷ୍ଟେକ୍ଚର୍ ବି ବହୁତ ସୁନ୍ଦର ଅଛି। ଆଉ ଡୁଡୁ ଦେଖିକି ବହୁତ ଖୁସି ହେଇଗଲା, ଆରାମରେ ଖାଇଲା। ମୁଁ ବି ଟେଷ୍ଟ କରିଥିଲି, ବହୁତ ସୁନ୍ଦର ହେଇଛି। ଆପଣ ବି ଘରେ ଏମିତି ବନାନ୍ତୁ ହେଲ୍ଦି ସହିତ ଖରାଦିନର ମଜାମସ୍ତି ନିଅନ୍ତୁ। ଆଉ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତ ଲାଇକ୍ କରନ୍ତୁ ଆଉ ଫଲୋ କରିବାକୁ ଜମା ବି ଭୁଲନ୍ତୁନି। ରହିଲି, ଜୟ ଜଗନ୍ନାଥ।